ମୋ ନାଁ ହେଲା ସୀତା ପାଇକରେ। କଣ କହିବେ ଆଜି ଶେଷ ରଜ ଆପଣ ଆଜି ଉଗ୍ରତାରା ମନ୍ଦିର ଆସିଥିଲେ କିଭଳି ଏଠି ରଜ ଉଗ୍ରତାରାଙ୍କ ମନ୍ଦିରରେ ଏଇଟା ହଉଛି ବହୁ ବର୍ଷ ଧରି ଏଠି ରଜ ପର୍ବ ପାଳନ କରି ଆସୁଛି। ଆଉ ଏଇଟା ଏଠି ତ ଦୋଳି ପଡ଼ିଆ ପଟେ ସେପଟେ ଆମର ଦୋକାନ ବଜାର ସବୁ ହଉଛି, ବହୁତ ଭିଡ଼ ଲାଗି ରହୁଛି। ଖୋର୍ଦ୍ଧା ଜିଲ୍ଲାର ସବୁଆଡୁ ବହୁତ ଜିଲ୍ଲା ଆଡୁ ସବୁଆଡୁ ଆସୁଛନ୍ତି ଲୋକମାନେ। ଆପଣ ସ୍ଥାନୀୟ ବାସିନ୍ଦା କଣ କିଣାକିଣି କଲେ? କିଣାକିଣି ମାନେ ଏମିତି ବୁଲାବୁଲି ଟିକେ କରୁଛୁ। ଆଜି ଫାଷ୍ଟ ଟାଇମ୍ ଆମେ ଆସିଛୁ। କିଏ କିଏ ସବୁ ସାଙ୍ଗରେ ଆସିଛନ୍ତି? ଏଇ ମୋ ଭଉଣୀ, ପୁଅ, ଝିଅ ଆଉ ପୁତୁରା। ଆଉ ଏଇଠି ଆମର ଉଗ୍ରତାରା ମନ୍ଦିର ଦୋକାନ ଅଛି, ଭୋଗ ଦୋକାନ ଅଛି। କଣ କହିବେ ଦର୍ଶକ ମାନଙ୍କୁ? ଦର୍ଶକ ମାନଙ୍କୁ ତ ଦେଖିକି ବହୁତ ଖୁସି ଲାଗୁଛି। ଆର ବର୍ଷ ଟିକେ ଦୋଳି ନଥିଲା ବେଲିକା ଟିକେ କମ ଥିଲା, ଏ ବର୍ଷ ବହୁତ ମାନେ ଦୋଳି ପଡିଛି, ବହୁତ ଦେଖିକି ଖୁସି ଲାଗୁଛି। ବହୁତ ଲୋକ ବି ଆଜି ଏତେ ରାତି ହେଲା ପରେ ବି ବହୁତ ଯାତ୍ରୀ ବି ବୁଲୁଛନ୍ତି। ଆଉ ଦେଖିକି ଭାରି ଖୁସି ଲାଗୁଛି ଯେ ଆମ ଏରିଆ ଲୋକ ମାନେ ଆମ ଏରିଆରେ ପର୍ବଟା ପଡିଥିବାରୁ ସବୁଆଡୁ ଆସୁଛନ୍ତି ଯାତ୍ରୀ, ଦେଖିକି ଖୁସି ଲାଗୁଛି। ଯାହା ହଉ ଆମ ଇଏଟା ପର୍ବଟା ମା ଉଗ୍ରତାରାଙ୍କ ପାଖରେ ପର୍ବଟା ହଉଛି ବୋଲି ବହୁତ ଭଲ ଲାଗୁଛି। ମୋ ନାଁ ଭାଗ୍ୟମ ରାଓ, ମୁଁ ଫୁଲବାଣୀରୁ ଆସିଛି। ଆଉ ପ୍ରତ୍ୟେକ ବର୍ଷ ଆମେ ଏଇ ମହୋତ୍ସବକୁ ଆସିଥାଉଛୁ, ସବୁବେଳେ ଏଇ ରଜ ସେଲିବ୍ରେଟ ସମୟରେ ଆସିଥାଉଛୁ। ଆଉ ପ୍ରଥମେ ମାଙ୍କୁ ଦର୍ଶନ କରୁଛୁ, ଆଉ ଜିନିଷ କିଣାକିଣି କରୁଛୁ, ଦୋଳି ଫୋଳି ବସୁଛୁ। ଆଉ ବହୁତ ଖୁସି ଲାଗୁଛି। ମାଙ୍କ ଆଶୀର୍ବାଦରୁ ଭଲରେ ବି ହଉଛି। ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ବି ଭଲ ହଉଛି ଏଠି। ଆଉ ବହୁତ ଜିନିଷ କିଣାକିଣି କଲୁ, ଆଉ ଦୋଳି ଫୋଳି ବସିକି ଆଉ ବହୁତ ଆନନ୍ଦ ଲାଗୁଛି, ବହୁତ ଖୁସି ଲାଗୁଛି। ରଜ ପରମ୍ପରାକୁ ଆଧୁନିକ ଯୁଗ ପିଲାମାନେ ଭୁଲି ଯାଉଛନ୍ତି, ତାହାକୁ ଆପଣ ମାନେ ପୁଣି ରଖୁଛନ୍ତି। ହଁ, ଆମେ ଆଗ ଅପେକ୍ଷା ଏବେ ତ ବହୁତ କିଛି ଚେଞ୍ଜ ହେଇଛି। ଆଉ ଆଗେ ତ କିଛି ହୋଇପାରୁନଥିଲା, ଏବେ ଯୋଉ ପ୍ରକାର ହଉଛି ବହୁତ ଆନନ୍ଦ ଲାଗୁଛି, ଖୁସି ଲାଗୁଛି। ଆଉ ଆମେ ସବୁ ଆମ ଫ୍ୟାମିଲି ନେଇକି ଆସିଛୁ। ଆଉ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ କିଭଳି ଆପଣଙ୍କୁ ଲାଗୁଛି? ଏ ବର୍ଷ ଆହୁରି ଅଧିକ ଭିଡ଼ ଅଛି, ଆଗ ଅପେକ୍ଷା ବେଶୀ ବି ଗହଳି ଲାଗୁଛି। ଆଉ ଆମେ ବି ଖୁସି, ଭଲ ଅଛି ସବୁ ଯାକ। ପ୍ରଶାସନ ତରଫରୁ କଣ ସବୁ ବ୍ୟବସ୍ଥା ରହିଛି? ସବୁ କିଛି ବ୍ୟବସ୍ଥା ଅଛି, ପୋଲିସ ଯେମିତି ପ୍ରୋଟେକ୍ଟ କରୁଛନ୍ତି। ଆଉ ସବୁ ଜିନିଷ ଯିଏ ଯାହାର ସୁବିଧାରେ କାମ କରୁଛନ୍ତି। ଆଉ ମୁଁ ଗୋପାଳପୁରରୁ ଆସିଛି। ଆଉ ଏଠି ରଥଯାତ୍ରା ଭାରି ଆନନ୍ଦ ଉତ୍ସବରେ ପାଳନ କରାଯାଉଛି। ଆଉ ବହୁତ ଗହଳି ହେଇଛି, ଜିନିଷ ପତ୍ର ସବୁ ସୁବିଧାରେ ମିଳୁଛି। ଆଉ ବହୁତ ଖୁସି ଲାଗୁଛି ଆସିକି, ବହୁତ ଆନନ୍ଦଦାୟକ ଦେଖିବାକୁ। ମାଙ୍କୁ ଦର୍ଶନ କଲୁ। ଆଉ ସେଠି ଯୋଉ ମହୋତ୍ସବ ହଉଥିଲା, ଛୋଟ ଛୋଟ ପିଲାମାନେ ଯୋଉ ସମ୍ବଲପୁରୀ ନାଚ ନାଚୁଥିଲେ, ସେଟା ଦେଖିବାକୁ ଭାରି ଖୁସି ଲାଗିଲା। ବହୁତ ସମୟ ବସିକି ଆମେ ଦେଖିଲୁ ପିଲାମାନଙ୍କର ନୃତ୍ୟ କଳା। କଣ କିଣାକିଣି କଲେ ଆପଣ? ଯୋଉ ମଥୁରା କେକ୍ ଆଉ ଲଙ୍କା ଚପ୍ ଏରା ସବୁ ଖାଇଲୁ, ଆଇସ୍କ୍ରିମ ଖାଇଲୁ, ଗୁପଚୁପ ଖାଇଲୁ। ଆଉ ବହୁତ ଖୁସି ଲାଗିଲା ଦେଖିକି, ଦୋଳିରେ ବସିଲୁ। କଣ ସବୁ ପଡିଛି ଯାତ୍ରା ଭିତରେ, କଣ ସବୁ ଦୋକାନ ଖୋଲିବେ? ସବୁ ପ୍ରକାର ଦୋକାନ ପଡିଛି, ଚୁଡ଼ି ଦୋକାନ, ଶାଢୀ ଦୋକାନ, ଆଉ ଆମର ଭ୍ୟାନିଟି, ଯାହା ଖୋଜିବେ ତାହା ମିଳିପାରିବ ଏଠି। ପିଲା ବେଳରେ ଏତେ ଜାକଜକମ ହେଉନଥିଲା, ଏବେ ଟିକେ ବହୁତ ଖୁସିବାସିରେ ବହୁତ ଲୋକ ଜମା ହଉଛନ୍ତି। ସେତେବେଳେ ତ ରଜଟା ଏତେ ଆନନ୍ଦଦାୟକ ହଉନଥିଲା, ଏବେ ବହୁତ ଖୁସି ଲାଗୁଛି ଦେଖିବାକୁ। ଆଉ ଆପଣଙ୍କ ପରିଚୟ? ବନିତା ଜେନା, କନ୍ତଳ ବାଇରୁ ଆସିଛି। କଣ କହିବେ ଆଜି ଶେଷ ରଜ, ରଜରେ ସବୁ କଣ କିଣାକିଣି ରହିଲା, ମା ଉଗ୍ରତାରାଙ୍କ ଦର୍ଶନ କିଭଳି ରହିଲା? ଆଜି ଶେଷ ରଜ, ଆମେ ମାଙ୍କ ପାଖକୁ ଗଲୁ, ଦର୍ଶନ କରିଲୁ। ଏଠି ବି ଫଙ୍କସନ ହଉଛି। ତାପରକୁ ଏଠି ତ ରଜ ଆମର ଏଠି ବହୁତ ପ୍ରସିଦ୍ଧ। ଦୋଳି ଫୋଳି ଟିକେ ଖେଳିଲୁ, ବଜାର ଟିକେ ବୁଲାବୁଲି କଲୁ। ଆଜି ବହୁତ ଗହଳି ବି ହେଇଥିଲେ। ଗୁପଚୁପ, ଚାଟ, ଲସି ପିଇଲୁ। ଆଉ ଦୋଳି, ଏଠି ସବୁ ପ୍ରକାର ଜିନିଷ ଯେମିତି ଖେଳନା, ଇମିଟେସନ, ଆଉ ଖାଇବା ଜିନିଷ, ସବୁ ଘରକରଣା ସବୁ ଜିନିଷ। ଆପଣଙ୍କ ପରିବାରକୁ ଆପଣ କିଏ କିଏ ସମସ୍ତେ ଆସିଛନ୍ତି? ଆମ ଦିଟା ଝିଅ, ପୁଅ। ଭଲ ଲାଗିଲା। ବହୁତ ଭଲ ଲାଗେ। ବର୍ଷଠୁ ଏ ବର୍ଷ କେମିତି ଲାଗୁଛି? ଆଗ ବର୍ଷଠୁ ଏ ବର୍ଷ ବହୁତ ଭଲ ହେଇଛି, ଅଧିକ ଦୋକାନ ବି ପଡିଛି। ଆଉ ଶାନ୍ତି ଶୃଙ୍ଖଳା ଭଲ, ମାନେ ପରିଚାଳନା ବହୁତ ଭଲରେ କରୁଛନ୍ତି ଏ ବର୍ଷ। ହେଲା ବିଭୂତି ଭୂଷଣ ଜେନା, ହରିପୁର ଆମେ ଗ୍ରାମବାସୀ। ଏଇଠାରେ ଆମେ ଡିବିସି କ୍ଲବର ପ୍ଲେୟାର ଏ ଅଞ୍ଚଳରେ କିନା ଆମର ଚଳନ୍ତି ଏସବୁ।
କିନ୍ତୁ ଏଠାର ଫେଷ୍ଟିଭାଲ ଆମକୁ ବହୁତ ଭଲ ଲାଗେ, ବହୁତ ବି ଚଳନ୍ତି ଏରିଆରେ ଆମେ। ଆଉ ଏଠାର ବହୁତ କାର୍ଯ୍ୟକ୍ରମ ବି ବହୁତ ବଢ଼ିଆ ଆମକୁ ଲାଗେ। ରଜ ମହୋତ୍ସବ ଏବେ ନୂଆ ନୂଆ ହେଇଛି, କିଛି ନାହିଁ ଆମକୁ ବହୁତ ଭଲ ଲାଗେ ଏରିଆରେ ହେଲା। ବ୍ୟବସ୍ଥା ଏଠି ସବୁ ପ୍ରକାର ଆମର ଫେଷ୍ଟିଭାଲ ମାନେ ଉପରେ କିନ୍ତୁ କିନ୍ତୁ ବହୁତ ପ୍ରୋଟେକ୍ସନ୍ ବି ଅଛି, ଏଠାରେ କିଛି ଅସୁବିଧା ଆମ ପାଇଁ ନାହିଁ। ଆଉ ବହୁତ ଆମ ପାଇଁ ବହୁତ ଏଠି ସହଯୋଗ, ଏଠି ଯେଉଁ କୌଣସି ମାନେ ଯେକୌଣସି ମାନେ ସ୍ତ୍ରୀ ଲୋକ ଲେଡ଼ିଜ୍ ଜେଣ୍ଟସ୍ ଯିଏ ବି ଆସନ୍ତୁ ଆମ ପାଇଁ ବହୁତ ଆମେ ଏଠି ମୁଁ ରହିଲି ମୁଁ 30 ବର୍ଷ ହେଲେ। ରଜ ଏଠି ହେଲେ ବର୍ତ୍ତମାନ ପାଇଁ 10 ବର୍ଷ ହେଲା ହେଲେ ଆହୁରି ବି ଆଗକୁ ବହୁତ ବର୍ଷ ଧରି ଚାଲିବ, ଏମିତି ବି ଗ୍ୟାରେଣ୍ଟି ନାହିଁ। ବହୁତ ଭଲ ଏଠି ହେଉଛି ହେଲା, 5 ବର୍ଷ ଧରି ବି ଏମିତି ବି ବହୁତ ବର୍ତ୍ତମାନ ରଜ ଆହୁରି ବି କହିବାକୁ ଗଲେ ବର୍ତ୍ତମାନ ଆଉ 2 ଦିନ ବି ଟାଇମ୍ ଅଛି, କିନ୍ତୁ ସେମିତି କହିବାକୁ ଗଲେ ବି ଆହୁରି 10 ଦିନ ସପୋଜ୍ ଚାଲିବ ଏଠି, କିଛି ଅସୁବିଧା ନାହିଁ। ଆପଣ ଆସିପାରିବେ ଏଠି ବହୁତ ଏନ୍ଜୟ କରିପାରିବେ, ଆପଣଙ୍କ ପାଇଁ ସବୁ ପ୍ରକାର ସୁବିଧା ଏଠି ଅଛି। पुलिस प्रशासन पूरा प्रोटेक्शन अच्छा एटी भी भलेंटियर भाई भी अच्छा बहुत आम कह गले भी 50 समथिंग अच्छा किसी आप माने असुविधा हेनी आप आसिक बहुत खुशी भी बुलिकी जापरेंगे। आज शेष रज तो बहुत गहली अच्छी बाकी आम तो रणपुर आसीचु फास्ट टाइम यहाँ भल लगुच बाकी रेड यात्रा माने रेड अधिक बुलिकी एंजॉय कर भल लगुच जहाँ आप चाहिए सब नहीं पारे कस्मेटिक जिनस हो मेकअप बॉक्स टेक्सटाइल सामान बाकी स्टील सामान ग्लास कप आप अवेलेबल घर पे जहाँ चाहिए सब अवेलेबल अच्छे। हाँ रज जेहेतु टी स्पेशल हवा दरकार ना रज पान भी आप ढेर खाई जाए सब अवेलेबल मिल आज रज महोत्सव तृतीय दिवस मुझे शुणी माँ उग्रतारा पीठ मो ना राजेश मु कटक आसी शुणी माँ उग्रतारा पीठर भक्तिपीठटा बहुत माँ को जहाँ डाकिले आशीर्वाद प्रदान करती मुझे संध्या समय माँ का आरती प्रार्थना कली मो हाथ में मोर भाई कटक जड़े संजय भाई भी संध्या आसती पवित्र रजर तृतीय दिन अवसर मु उग्रतारा मंदिर बहुत ठाकुर पाखे दर्शन कली माँ को जहाँ मांग कथा मागिली किंतु बहुत भल लगे उग्रतारा मंदिर भल लगुच माँ का मंदिर जेहेतु ये प्रथम थर आसी शुणी रज महोत्सव उग्रतारा पीठटा फेमस किंतु बहुत भल लगे।